ଷଡ଼ଙ୍ଗୀଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଗାଡ଼ି ଧକ୍କାରେ ଜଣଙ୍କର ଦେହାନ୍ତ ହୋଇଛି। ପୁଲିସଠାରୁ ପ୍ରକାଶ, ଗଅଁଦିଆ ଥାନା ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମର କୁମୁଦ ଦେହୁରୀଙ୍କ ପୁଅ ହରିହର ଦେହୁରୀ, ବୟସ 33 ବର୍ଷ, ଭୋର ସମୟରେ ରାସ୍ତାରେ ଯାଉଥିବା ବେଳେ ଗଅଁଦିଆ ଆଡ଼ୁ ଚଢ଼େଇଧରା ଆଡ଼କୁ ଯାଉଥିବା ଅଜଣା ଭାରୀ ଯାନ ସମୟ 5:45 ଷଡ଼ଙ୍ଗୀ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଧକ୍କା ଦେବା ସହିତ ତାଙ୍କର ମୁଣ୍ଡରେ ଚଢ଼ି ଯାଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ଓ ଉକ୍ତ ଗାଡ଼ି ଧକ୍କା ଦେଇ ପଳାଇଥିଲା। ଖବର ପାଇ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକର ପରିବାରକୁ ମୃତ୍ୟୁକାଳୀନ ସରକାରୀ ସାହାଯ୍ୟ ପ୍ରଦାନ ଓ ଉକ୍ତ ଗାଡ଼ିକୁ ଜବତ କରିବା ଦାବିରେ ଷଡ଼ଙ୍ଗୀ ଗୋଲେଇ ଛକଠାରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଗ୍ରାମବାସୀ। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ସୁଧାଂଶୁ ଶେଖର ସାଓ ଓ ଗଅଁଦିଆ ଥାନା ଅଧିକାରୀ ସଲିଲ କୁମାର ପ୍ରଧାନ, ପୋଲିସ ସବ୍ ଇନ୍ସପେକ୍ଟର ସୁବ୍ରତ କୁମାର ସାହୁ, ଅତିରିକ୍ତ ସବ୍ ଇନ୍ସପେକ୍ଟର ରମେଶ ଚନ୍ଦ୍ର ବଲାମୁଜ ଓ ମୁରଲୀଧର ନାୟକ ଧାରଣାରତଙ୍କୁ ବୁଝାସୁଝା କରିଥିଲେ। ତୁରନ୍ତ ତହସିଲଦାରଙ୍କ ପକ୍ଷରୁ ରେଡକ୍ରସରୁ ନଗଦ 20,000 ଟଙ୍କା, ଗଅଁଦିଆ ଥାନା ଅଧିକାରୀଙ୍କ ପକ୍ଷରୁ 5,000 ଟଙ୍କା ମୃତକଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା। ସେହିପରି ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ପକ୍ଷରୁ 25,000 ଟଙ୍କାର ସହାୟତା ରାଶି ଗଅଁଦିଆ ବ୍ଲକ ବିଜେଡି ଏସସି ମୋର୍ଚ୍ଚା ସଭାପତି ଦୁଷ୍ମନ୍ତ କୁମାର ମଲ୍ଲିକ ମୃତକଙ୍କ ପରିବାରକୁ ପ୍ରଦାନ କରିଥିଲେ। ସ୍ଥାନୀୟ ସରପଞ୍ଚ ସମ୍ବିତ କୁମାର ଓଝା 2,000 ଟଙ୍କାର ସହାୟତା ପ୍ରଦାନ କରିଥିଲେ। 2 ଘଣ୍ଟା ପରେ ଉକ୍ତ ଧାରଣା ଘଟିଥିଲା। ପୁଲିସ ପକ୍ଷରୁ କେସ୍ ନମ୍ବର 114ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।